ଗୋଟିଏ ମଣିଷ ଯେତେବେଳେ ଆତ୍ମହତ୍ୟା କରିଦିଏ କ'ଣ ତାପରେ ତାର ପୁନର୍ଜନ୍ମ ହୋଇଥାଏ? ଏହା ବିଷୟରେ କେଉଁଠାରେ ଲେଖା ଅଛି? ଆପଣମାନେ କେବେ ଏହି କଥା ଗମ୍ଭୀର ଭାବରେ ଚିନ୍ତା କରିଛନ୍ତି କି? ଯେଉଁମାନେ ଅଚାନକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରନ୍ତି, ଯେଉଁମାନେ ଜାଣିଶୁଣି କେହି ଭଲ ପାଇବାରେ ଧୋକା ପାଇଥାଏ, କେହି କରଜରେ ବୁଡ଼ି କରି ଧକ୍କା ଖାଇଥାଏ, କେହି ପରିବାରର ମାନସିକ ଚାପକୁ ସହ୍ୟ କରିନପାରି ଆତ୍ମହତ୍ୟା କରିଥାଏ। ଏମିତିରେ ବହୁତ ସାରା ଲୋକ ଆପଣମାନେ ନିଜ ଆଖିରେ ବି ଦେଖୁଥିବେ। ତାଙ୍କର ପରବର୍ତ୍ତୀ ଜନ୍ମ କ'ଣ ହୋଇଥାଏ? ସେମାନଙ୍କର ଆତ୍ମା କ'ଣ ତୃପ୍ତର ଥାଏ? ସେମାନଙ୍କର ଆତ୍ମା କ'ଣ ପୁନର୍ଜନ୍ମ ପାଇଁ ଯୋଗ୍ୟ ଥାନ୍ତି? ଭଗବାନ ସେମାନଙ୍କୁ କ'ଣ କ୍ଷମା କରିଦେଇଥାନ୍ତି? ଏହା ଉପରେ କେବେ ଗମ୍ଭୀର ଭାବରେ ଆପଣମାନେ ଆଲୋଚନା କରିଛନ୍ତି? କେବେ ଆପଣମାନେ ଏହା ଉପରେ ତର୍କ ବିତର୍କ କରିଛନ୍ତି? ଯେଉଁମାନେ ଏହି ଭିଡ଼ିଓ ଦେଖୁଛନ୍ତି, କୃପା କରି ଏହି ଭିଡ଼ିଓ ଅନ୍ୟମାନଙ୍କୁ ସେୟାର କରନ୍ତୁ। ଯଦି କାହା ମନରେ ସଂଶୟ ଥିବ, ଯଦି କେହି ଭାବୁଥିବ ଯେ ଏହି ଜୀବନ ଗୋଟିଏ କ୍ଷଣକରେ ମୁଁ ଶେଷ କରିଦେବି, ଏହି ଜୀବନର ମୂଲ୍ୟ ଯେଉଁମାନେ ବୁଝୁନଥିବେ, ଏହି ଭିଡ଼ିଓ ଦେଖିବା ପରେ ହୁଏତ ସେମାନଙ୍କର ମନ ଅଚାନକ ବଦଳିଯିବ। ହୁଏତ ସେମାନଙ୍କ ଜୀବନରେ ସେହି ଡର ଆସିଯିବ ଯେ ଆତ୍ମହତ୍ୟା କେତେ ପୀଡ଼ାଦାୟକ, କେତେ କଷ୍ଟଦାୟକ। କାହିଁକି ଏହି ମୂଲ୍ୟବାନ ଜୀବନକୁ ଆମେ ଜାଣି ଶୁଣି ଆମ ହାତରେ ନଷ୍ଟ କରିବା? ଯେଉଁମାନେ ଜୀବନର ସେହି ସତ୍ୟତାକୁ ଜାଣିଛନ୍ତି, ସେମାନେ କେବେ ବି ଆତ୍ମହତ୍ୟା କରିବେ ନାହିଁ। ଦର୍ଶକ ବନ୍ଧୁ, ଆଜିର ଭିଡ଼ିଓରେ ମୁଁ ଆପଣମାନଙ୍କୁ କହିବି ଆତ୍ମହତ୍ୟା ପରେ ମଣିଷର ସେହି ଆତ୍ମା ସହିତ କ'ଣ ହୋଇଥାଏ। ତାକୁ କ'ଣ ପୁନର୍ଜନ୍ମ ମିଳିଥାଏ? ସେ କ'ଣ ପୁଣି ଥରେ ଜନ୍ମ ନେଇଥାଏ? ତାର ଆତ୍ମା କହୁଛନ୍ତି ଯେ ଯେଉଁ ବ୍ୟକ୍ତି ଆତ୍ମହତ୍ୟା କରିଥାଏ, ତାର ଆତ୍ମା କୌଣସି ପଶୁପକ୍ଷୀର ଯୋନିରେ ଜନ୍ମ ହୋଇଥାଏ। କେହି କୁକୁର, କେହି ମାଙ୍କଡ଼, କେହି ବିଲେଇ, କେହି ସାପ, ଏମିତି କହୁଛନ୍ତି। କିନ୍ତୁ ଗରୁଡ଼ ପୁରାଣର ସେହି ସତ୍ୟତା ଆଜି ଆପଣଙ୍କ ପାଖକୁ ଆଣିଦେବି। ଆପଣମାନେ ଶୁଣିଲେ ଆପଣମାନଙ୍କ ଆଖିରେ ଲୁହ ଆସିଯିବ। କାହିଁକି ମଣିଷମାନେ ଜାଣିଶୁଣି ନିଜର ଏହି ମୂଲ୍ୟବାନ ଜୀବନକୁ ନଷ୍ଟ କରୁଛନ୍ତି ଏବଂ ମୃତ୍ୟୁ ପରର କଷ୍ଟ ସେମାନେ ଜାଣିନାହାନ୍ତି। ଚାଲନ୍ତୁ, ଆଜି ମୁଁ ଆପଣମାନଙ୍କୁ ପାଖକୁ ନେଇ ଆସିଛି ଯେଉଁମାନେ ଆତ୍ମହତ୍ୟା କରନ୍ତି, ତାପରେ ତାଙ୍କର ସହିତ କ'ଣ ହୋଇଥାଏ, ତାଙ୍କର ପରବର୍ତ୍ତୀ ଜନ୍ମ କିପରି ହୋଇଥାଏ, କେତେ କଷ୍ଟଦାୟକ ଏବଂ କେତେ ପୀଡ଼ାଦାୟକ, ଆଜିର ଭିଡ଼ିଓରେ ମୁଁ ଆପଣମାନଙ୍କୁ କହିବି। ଦର୍ଶକ ବନ୍ଧୁ, ଗୋଟିଏ ଛୋଟିଆ କାହାଣୀ ଆପଣଙ୍କୁ ଧୈର୍ଯ୍ୟର ସହିତ ଶୁଣିବାକୁ ପଡ଼ିବ। ସେହି କାହାଣୀ ମାଧ୍ୟମରେ ଆପଣଙ୍କୁ ବତାଇବି ଯେ ଆତ୍ମହତ୍ୟା କରିବା ପରେ ସେହି ଆତ୍ମା କ'ଣ ପୁନର୍ଜନ୍ମ ପାଇଥାଏ ନା ପ୍ରେତ ଯୋନିରେ ସେମିତି କଷ୍ଟ ପାଇକରି ଭଟକୁଥାଏ। ଗୋଟିଏ ଗ୍ରାମରେ ରିୟା ନାମରେ ଗୋଟିଏ ସୁନ୍ଦର ଯୁବତୀଟିଏ ଥିଲା। ସେ ବିନା କୌଣସି କାରଣ କି କ'ଣ ତା ମନରେ ଦୁଃଖ ଥିଲା ତାହା ପରିବାରକୁ ନ ଜଣାଇ କରି ଗୋଟିଏ ଆମ୍ବ ଗଛର ଡାଳରେ ସେ ସୁଇସାଇଡ୍ କରିଦେଲା। ଯେତେବେଳେ ସୁଇସାଇଡ୍ କରିଦେଲା, ତାର ଆତ୍ମା ସେହି ଗଛର ଚାରିପଟେ ସେମିତି ଭଟକୁଥିଲା, ଜୋର ଜୋରରେ ଚିଲ୍ଲାଉଥିଲା, କିନ୍ତୁ କେହି ତା ପାଖକୁ ଆସିପାରୁନଥିଲେ। କାରଣ କେମିତି ଜାଣିବେ ଗୋଟିଏ ଆତ୍ମା ପରା ଡାକୁଛି? ଏବଂ କିଛି ସମୟ ପରେ ଗାଁର ଆଖପାଖର ଲୋକ ଆସି ରିୟାର ଶବକୁ ନେଇକରି ତାଙ୍କ ଘର ପାଖକୁ ଚାଲିଗଲେ ଏବଂ ରିୟାର ଆତ୍ମା ମଧ୍ୟ ସେହି ଶବ ପଛେ ପଛେ ଯାଇକରି ନିଜ ଘରେ ପହଞ୍ଚିଗଲା। ତାର ମା ଜୋର ଜୋରରେ ଚିଲେଇ ଚିଲେଇ କରି କାନ୍ଦୁଥିଲା। ଭାଇ ମର୍ମାହତ ହୋଇଯାଉଥିଲା। କିଏ ଆଉ ମୋ ହାତରେ ରାକ୍ଷୀ ବାନ୍ଧିବ? ଛୋଟିଆ ଭାଇଟିଏ ଥିଲା ଯିଏକି ରିୟାକୁ ଭାରି ଭଲ ପାଉଥିଲା। କିଛି ଦିନ ପରେ ରିୟାର ବିବାହ ମଧ୍ୟ ହୋଇଥାନ୍ତା। ଏସବୁ ଦେଖି ବାପା ବହୁତ ମର୍ମାହତ ହୋଇଯାଇଥିଲେ ଏବଂ ସେମାନେ ଚିନ୍ତା କଲେ ଗୋଟିଏ ତାନ୍ତ୍ରିକ ସହିତ କଥା ହେବେ, ରିୟାର ଆତ୍ମା ସହିତ କଥା ହେବେ। କିନ୍ତୁ ଏହା କ'ଣ ସମ୍ଭବ ଥିଲା? ଗୋଟିଏ ତାନ୍ତ୍ରିକ ସହିତ ଯେତେବେଳେ ସେମାନେ କଥା ହେବା ପାଇଁ ଗଲେ, ତାନ୍ତ୍ରିକଟିଏ କହିଲା, ମୋତେ 50,000 ଟଙ୍କା ଦରକାର, ତାହେଲେ ଯାଇ ମୁଁ ରିୟାର ଆତ୍ମାକୁ ପ୍ରେତ ଯୋନିରୁ ମୁକ୍ତି କରାଇଦେବି। ଏହା ଶୁଣିକରି ପରିବାର ଚମକି ଉଠିଲେ। ସେହି ସମୟରେ ରିୟାର ଆତ୍ମା ସେହି ଶବ ପାଖରେ ଜୋର ଜୋରରେ ଚିଲ୍ଲାଉଥିଲା, ନିଜ ମାଆକୁ ଡାକୁଥିଲା, କାହିଁକି କାନ୍ଦୁଛୁ? ମୁଁ ପରା ଏଠି ଅଛି। ତା ଭାଇକି ଡାକୁଥିଲା, ମୁଁ କୁଆଡ଼େ ଯାଇନି, ମୁଁ ପରା ଏଠି ଅଛି, କାହିଁକି କାନ୍ଦୁଛ? ଏମିତି ଜୋର ଜୋରରେ ସେହି ଆତ୍ମାଟି କାନ୍ଦୁଥିଲା। କିନ୍ତୁ ମରିଯିବା ପରେ ଆତ୍ମାର ଶବ୍ଦକୁ ଆଉ କେହି ଶୁଣିପାରିନଥାନ୍ତି। ଏହା ବୋଧେ ରିୟା ଜାଣିନଥିଲା। ସେତେବେଳେ ତାକୁ ତାର ଜୀବନର ମୂଲ୍ୟ ବୁଝା ପଡ଼ିଲା ଏବଂ ଶବଦାହ ଅନ୍ତିମ ସଂସ୍କାର ମଧ୍ୟ ସରିଗଲା। ସେତେବେଳେ ଯେତେବେଳେ 13 ଦିନ କମ୍ପ୍ଲିଟ୍ ହୋଇଗଲା,
ଗରୁଡ଼ ପୁରାଣ ଅନୁସାରେ ଆତ୍ମାର ତା ପରର ଯାତ୍ରା ଆରମ୍ଭ ହେଲା ଏବଂ ସେହି ସମୟରେ କିଛି ଦିବ୍ୟ ଶକ୍ତି ଆସି ରିୟାର ଆତ୍ମାକୁ ନେଇଗଲେ ଗୋଟିଏ ଦିବ୍ୟ ଲୋକକୁ। ସେଠି ଯାଇ ରିୟା ପଚାରିଲା, କ'ଣ ମୁଁ ନର୍କକୁ ଯିବି? ସେତେବେଳେ ସେହି ଦିବ୍ୟ ଆତ୍ମା ଗୁଡ଼ିକ କହିଲେ, ନା, ତୁମେ ତୁମର କର୍ମ ଅନୁସାରେ ତମର ପରବର୍ତ୍ତୀ ଜନ୍ମ ନିର୍ଦ୍ଧାରଣ କରାଯିବ। ଅର୍ଥାତ୍ ମଣିଷ ଆତ୍ମହତ୍ୟା କରୁ କିମ୍ବା ଅଚାନକ ମୃତ୍ୟୁ ହଉ, ତାର କର୍ମ ଉପରେ ନିର୍ଭର କରେ ଯେ ତାର ପରବର୍ତ୍ତୀ ଜନ୍ମ କ'ଣ ହବ। ସେ ନର୍କକୁ ଯିବ କି ସ୍ୱର୍ଗକୁ ଯିବ କି ପୁଣି ଥରେ କେଉଁ ଯୋନିରେ ସେ ଜନ୍ମ ନେବ। ରିୟା ତା ଜୀବନରେ କିଛି ଭଲ କାମ କରିଥିଲା, ଗରିବଙ୍କୁ ଖାଦ୍ୟ ଦେଇଥିଲା, ପଶୁ ପକ୍ଷୀଙ୍କର ଭୋକର ତୃପ୍ତି ମେଣ୍ଟାଉଥିଲା, ଅସହାୟଙ୍କୁ ସାହାଯ୍ୟ କରିଥିଲା। ହଁ, ସେ ଗୋଟେ ବହୁତ ବଡ଼ ଭୁଲ କରିଦେଲା, ଯେ କି ସୁଇସାଇଡ୍ କରିଦେଇକରି। ଏମିତି କ'ଣ ହେଲା, ତାର ସେହି ଆତ୍ମାକୁ ଗୋଟିଏ ଅଲଗା ଯୋନିରେ ଅର୍ଥାତ୍ ପୁଣି ଥରେ ସେ ଗୋଟିଏ ଝିଅ ରୂପରେ ହିଁ ଜନ୍ମ ନେଲା ଏବଂ ତାକୁ ଗୋଟିଏ ଗରିବ ପରିବାରରେ ସେହି ଆତ୍ମା ଯୋନିରେ ଆସିଲା ଏବଂ ତାକୁ ସେହି ଜୀବନରେ ତାକୁ ଶିଖିବାକୁ ପଡ଼ିଲା ଯେ ଧୈର୍ଯ୍ୟ ଧରି କାମ କରିବାକୁ ପଡ଼ିବ। କାରଣ ଧୈର୍ଯ୍ୟ ଏବଂ କଷ୍ଟ ନ ପଡ଼ିଲେ ସେ ଦିଉଳି ଦିମୁଠା ସେହି ପରିବାରରେ କେବେ ବି ଖାଇବା ପାଇବ ନାହିଁ। ତାର କର୍ମର ଅନୁସାରେ ସେ ତ ମାନବ ଜନ୍ମ ପୁଣି ଥରେ ପାଇଲା, କିନ୍ତୁ ଯେହେତୁ ସେ ସୁଇସାଇଡ୍ କରିଥିଲା, ତେଣୁକରି ତାକୁ ଗୋଟିଏ ଗରିବ ପରିବାରରେ ଜନ୍ମ ଦିଆଗଲା ଏବଂ ସେ ପ୍ରତ୍ୟେକ ଦିନ ମେହନତ କରିବା ପାଇଁ ତାକୁ ସବକ ଦିଆଗଲା। କିଛି ଦିନ ପରେ ରିୟାର ପରିବାରକୁ ଗୋଟିଏ ସନ୍ଥ ଆସିଥିଲେ ଏବଂ ସେହି ସନ୍ଥ ଜଣକୁ ରିୟାର ପରିବାର ପଚାରିଥିଲେ, କ'ଣ ଆମ ଝିଅର ଆତ୍ମା ଏମିତି ଭଟକୁଛି? କ'ଣ ତାର ଆତ୍ମା ଶାନ୍ତି ନାହିଁ? ସେତେବେଳେ ସେହି ସନ୍ଥ ଜଣକ କହିଲେ, ତୁମ ଝିଅର ଆତ୍ମା ଅଲଗା ଜନ୍ମରେ ଜନ୍ମ ହୋଇସାରିଲାଣି। କାହିଁକି ତା ପାଇଁ ଚିନ୍ତା କରୁଛ? ଗୋଟିଏ ମଣିଷର କର୍ମ ହିଁ ନିର୍ଦ୍ଧାରଣ କରିଥାଏ ଯେ ତାର ପରବର୍ତ୍ତୀ ଜନ୍ମ କ'ଣ ହେବ। କିନ୍ତୁ ସୁଇସାଇଡ୍ କରିବା ସବୁଠାରୁ ମହାପାପ ଅଟେ। ଜୀବନରେ କେତେ ଝଡ଼ଝଞ୍ଜା ଆସିବ, ତା ସବୁକୁ ସାମ୍ନା କରିବା ଗୋଟିଏ ମଣିଷର ପ୍ରଧାନ କର୍ତ୍ତବ୍ୟ ଅଟେ। ଯଦି ଗୋଟିଏ ମଣିଷ ଜନ୍ମ ଗୋଟିଏ ଯୋନିରେ ଆମେ ପାଇଛେ, ସେହି ମଣିଷ ଜନ୍ମର ଦାୟିତ୍ୱ ଆମକୁ ଲିଭାଇବା ପାଇଁ ପଡ଼ିବ। ଭଗବାନ ମଣିଷ ଜନ୍ମ କାହିଁକି ଦେଇଛନ୍ତି? କେବଳ ମଣିଷମାନଙ୍କ ପାଖରେ ହିଁ ବୁଦ୍ଧି, ବିବେକ, ଜ୍ଞାନ ସବୁକିଛି ଥାଏ। ପଶୁମାନଙ୍କ ପାଖରେ ନା ବିବେକ ଥାଏ ନା ବୁଦ୍ଧି ଥାଏ। ସେମାନେ ତ କେବଳ କାମ ହିଁ କରନ୍ତି। ଆଜି ଗୋଟିଏ ଗାଈକୁ ଆପଣ ମାରନ୍ତୁ, କାଲିକି ସେ ପୁଣି ଆପଣଙ୍କୁ ବିଲର ଚାରା ଖାଇବା ପାଇଁ ନିଶ୍ଚୟ ଆସିବ। କାରଣ ସେ ଜାଣିନଥାଏ ଯେ ମୁଁ ମାଡ଼ ଖାଇବି। ତାର କର୍ମ ହେଲା ସେ ଖାଦ୍ୟ ସଂଗ୍ରହ କରି ଖାଇବା। ସେ ଜାଣେ ନାହିଁ ସେ ଗଲା ପରେ ସେ ମାଡ଼ ଖାଇବ ବୋଲି, କିନ୍ତୁ ମଣିଷ ପାଖରେ ସେ ବୁଦ୍ଧି ବି ଅଛି, ସେ ବିବେକ ବି ଅଛି। ମଣିଷ ତାର ବୁଦ୍ଧି ଏବଂ ବିବେକ ଉଚିତ ସମୟରେ ଉଚିତ ସ୍ଥାନରେ ଯଦି ସେ ଲଗାଇବ, ତେବେ ସେ ନିହାତି ସଫଳ ପାଇବ। ସମସ୍ତଙ୍କ ଜୀବନରେ କିଛି ନା କିଛି ଦୁଃଖ ଅଛି। ଏହାର ମାନେ ଏଇଆ ନୁହଁ ଆମେ ଭାଙ୍ଗି ପଡ଼ିବା। ସେ ସବୁକୁ ସାମ୍ନା କରିବା। ଭଗବାନଙ୍କର ନାମ ଜପ, ଭଗବାନଙ୍କର ଶରଣ ଆମକୁ ସର୍ବଶ୍ରେଷ୍ଠ ମାର୍ଗ ପ୍ରଦାନ କରିବ। ଦର୍ଶକ ବନ୍ଧୁ, ସେମିତି ସେହି ସନ୍ଥ ଜଣକ କହିଲେ ଯେ ତୁମେ ଚିନ୍ତା କର ନାହିଁ, ତୁମ ଝିଅର ଆତ୍ମା ଅଲଗା ଜନ୍ମରେ ଜନ୍ମ ହୋଇସାରିଲାଣି, ତୁମେ ତା ପାଇଁ ଜମା ବି ଚିନ୍ତା କର ନାହିଁ। ତୁମେ ତୁମର ବାକି ଜୀବନ ଅତି ସୁଖରେ କାଟିଦିଅ। ଏବେ ଦର୍ଶକ ବନ୍ଧୁ, ଆପଣମାନେ ବି ମନେ ରଖନ୍ତୁ, ଆତ୍ମହତ୍ୟା ସବୁଠାରୁ ଶ୍ରେଷ୍ଠ ନିଷ୍ପତ୍ତି ନୁହଁ। ଏହା ଭୁଲ, ବହୁତ ବଡ଼ ଭୁଲ ଅଟେ। ତେଣୁ ଆମେ ସମସ୍ତେ ସୁଧୁରିବା। ଭିଡ଼ିଓକୁ ବହୁ ମାତ୍ରାରେ ସେୟାର କରନ୍ତୁ ଏବଂ ଭଲ କର୍ମ କରନ୍ତୁ। କାହିଁକି କାହା ଉପରେ ଭରସା କରିବା? ଈଶ୍ୱର ପରା ଅଛନ୍ତି, ସେ ସବୁ ବୁଝିଦେବେ। ଆଜି ପାଇଁ ରହୁଛି, ପୁଣି ଦେଖାଇବ ଆଗାମୀ ଏକ ସୁନ୍ଦର ଭିଡ଼ିଓ।